ଆଗକୁ ଆସୁଛି ସାଂଘାତିକ ବିପଦ। ବର୍ଷରେ ମା ତାରିଣୀଙ୍କ ପୀଠରେ ବାରମ୍ବାର ନିଆଁ ଲାଗିବାଟା ଆଗକୁ ବଡ଼ ବିପଦ ଆସିବାର ସଂକେତ ଦେଉନାହିଁ ତ? ଏହାର ତ୍ରୁଟିକୁ ନେଇ ସନ୍ଦେହରେ ସମସ୍ତେ, ଏହା ମନୁଷ୍ୟକୃତ ନା ଯାନ୍ତ୍ରିକ ନା ଅଲୌକିକ ଦୈବୀ ଜନିତ, ଏହା ଆଗକୁ ଅଶୁଭ ଲକ୍ଷଣ ହୋଇପାରେ ବିଭିନ୍ନ ଦିଗରୁ ଚର୍ଚ୍ଚା ହେଉଛି। ଘଟଗାଁ ମା ତାରିଣୀଙ୍କ ପୀଠରେ ବଡ଼ ଅଘଟଣ। ହଠାତ୍ ଜଳିଗଲା 10ରୁ ଅଧିକ ଭୋଗ ଦୋକାନ। ରାତି 1:30ରେ 2 ନମ୍ବର ଗେଟ୍ ନିକଟରେ 10ରୁ ଉର୍ଦ୍ଧ୍ୱ ଭୋଗ ଦୋକାନ ଜଳି ନଷ୍ଟ ହୋଇଯାଇଛି। କିଛି ମାସ ତଳେ 3 ନମ୍ବର ଗେଟ୍ ପାଖ ଭୋଗ ଦୋକାନରେ ବି ସମାନ ଅବସ୍ଥା ହୋଇଥିଲା। ମା ତାରିଣୀଙ୍କ ପୀଠରେ କାହିଁକି ଘଟୁଛି ଏ ଅଘଟଣ? ବାରମ୍ବାର ମା ତାରିଣୀଙ୍କ ପୀଠରେ ଲାଗି ଚାଲିଛି ନିଆଁ। ପ୍ରକାଶ ଥାଉ କି କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ବାସିନୀ ମା ତାରିଣୀଙ୍କ ମନ୍ଦିର। ଓଡ଼ିଶା ତଥା ଓଡ଼ିଶା ବାହାରୁ ହଜାର ହଜାର ଭକ୍ତ ମାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି ପ୍ରତିଦିନ। ମାଙ୍କ ପାଖରେ ମନସ୍କାମନା ଜଣାଇ ଆଶୀର୍ବାଦ ନେଇଥାନ୍ତି ଭକ୍ତ। ଗତଥର ନିଆଁ ଲାଗିବା ଅଘଟଣ ମନରୁ ନ ଯାଉଣୁ ଗତକାଲି ରାତିରେ 10ରୁ ଉର୍ଦ୍ଧ୍ୱ ଭୋଗ ଦୋକାନ ଜଳି ପୋଡ଼ି ଛାରକାର ହୋଇଯିବା ପରେ ଭକ୍ତମାନଙ୍କ ମନରେ ଅଶୁଭ ସଂକେତ ଘନୀଭୂତ ହୋଇଛି। ଏହାକୁ ନେଇ ଯାହା ବଡ଼ ସୂଚନା ଆସୁଛି, ସ୍ଥାନୀୟ ଅଞ୍ଚଳରେ ଭକ୍ତ ଚିନ୍ତାରେ ପଡ଼ିଛନ୍ତି। ଏହା ଅଶୁଭକୁ ସୂଚାଉ ନାହିଁ ତ? ब्यूरो रिपोर्ट, नीलचक्र न्यूज। जगन्नाथ मीडिया एंटरटेनमेंट प्रेजेंट्स ओडिया भाषा रे निर्भुल भावरे हिंदी भाषा में न्यूज इन इंग्लिश। नीलचक्र न्यूज वर्ल्ड वाइड नेटवर्क।